ନେରୋର ମିନିଂ ଅଫ୍ ଏଜୁକେସନ୍, ଶିକ୍ଷାର ସଂକୀର୍ଣ୍ଣ ଅର୍ଥ। ଯେତିକି ବେଳେ ଆମେ ଶିକ୍ଷାର ନେରୋର ମିନିଂ କହିବା ବା ସଂକୀର୍ଣ୍ଣ ଅର୍ଥ କହିବା, ସେତେବେଳେ ଆମେ ବୁଝିବା ଯେ ଶିକ୍ଷା ଯେତେବେଳେ ଫର୍ମାଲ ଏଜୁକେସନ୍ ହେଇଯିବ, କିଛି ଗୋଟେ ରୁଲ୍ ରେଗୁଲେସନ୍ ଭିତରେ ଶିକ୍ଷା ଦିଆଯାଉଥିବ, ତାକୁ ଆମେ କହିବା ଶିକ୍ଷାର ସଂକୀର୍ଣ୍ଣ ଅର୍ଥ। ଯେମିତିକି ସ୍କୁଲ, କଲେଜ, ୟୁନିଭର୍ସିଟି, ଏସବୁ ଜାଗାରେ ଯେଉଁ ଶିକ୍ଷା ଦିଆଯାଇଥାଏ ବା ଯେଉଁ ଶିକ୍ଷା ଗୁଡ଼ିକ ସୁପରିକଳ୍ପିତ ହୋଇଥାଏ, ବିଧିବଦ୍ଧ ଭାବରେ ଯଥାବିଧ ଭାବରେ କରାଯାଇଥାଏ, ତାକୁ ଆମେ କହିବା ଶିକ୍ଷାର ସଂକୀର୍ଣ୍ଣ ଅର୍ଥ। ଯେଉଁଥିରେ ସାଧାରଣତଃ କ'ଣ ହୋଇଥାଏ, ପରୀକ୍ଷା ନିରୀକ୍ଷା ଦ୍ୱାରା ରେଜଲ୍ଟ ଦେଇସାରିଲା ପରେ, ପ୍ରମାଣପତ୍ର ଦେଇସାରିଲା ପରେ ଶିକ୍ଷା ସମାପ୍ତ ହୋଇଯାଇଛି ବୋଲି କହିବା, ତାହାକୁ ଆମେ କହିବା ଶିକ୍ଷାର ସଂକୀର୍ଣ୍ଣ ଅର୍ଥ। ଯାହାର ସଂଜ୍ଞା ଦେଇଛନ୍ତି S.S. ମେକେଞ୍ଜି, ସିଏ କ'ଣ କହିଛନ୍ତି ଯେ ଶିକ୍ଷାର ସଂକୀର୍ଣ୍ଣ ଅର୍ଥ ଯଦି ଆମେ କହିବା, ତାହେଲେ ଆମର ଶକ୍ତିକୁ ବିକାଶ କରିବା, ଅନୁଶୀଳନ କରିବା ନିମନ୍ତେ ଯେକୌଣସି ଆତ୍ମଜ୍ଞାନ ନିର୍ଦ୍ଦେଶିତ ଉଦ୍ୟମକୁ ଆମେ ଶିକ୍ଷାର ଅର୍ଥ ବୋଲି କହିବା। ତ ଶିକ୍ଷା କ'ଣ ହେଉଛି, ଯେଉଁଟା ସାଧାରଣତଃ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ଅନ୍ୟାନ୍ୟ ବୈଷୟିକ ଯେଉଁ ଶିକ୍ଷାନୁଷ୍ଠାନ ଅଛି, ସେ ସବୁ ଭିତରେ ଯେଉଁ ସୀମିତ ହୋଇକି ରହିଯାଇଛି, ତାକୁ ଆମେ ଶିକ୍ଷା କହିବା। ଯାହାକି ଶିକ୍ଷା ବ୍ୟବସ୍ଥାରେ ଯେଉଁ ଶିକ୍ଷକ ରହୁଛନ୍ତି, ଶିକ୍ଷାର୍ଥୀ ରହୁଛନ୍ତି, ସେମାନଙ୍କ ଯୋଗ୍ୟତା ଅନୁଯାୟୀ ଯେଉଁ ପ୍ରମାଣପତ୍ର ଦିଆଯାଉଛି, ଶିକ୍ଷାଦାନ ଦିଆଯାଉଛି, କିଛି ସିଲାବସ୍ ଭିତରେ ଲିମିଟ୍ ଅନୁଯାୟୀ ପାଠ ପଢ଼ା ହେଉଛି, ଶିକ୍ଷାଦାନ ଦିଆଯାଉଛି, ଏ ସମସ୍ତ ଜିନିଷ ହେଉଛି ଶିକ୍ଷାର ସଂକୀର୍ଣ୍ଣ ଅର୍ଥ। ସେଭଳି ଆମେ ଦେଖିବା ଶିକ୍ଷାର ବ୍ୟାପକ ଅର୍ଥ, ବର୍ଡର ମିନିଂ ଅଫ୍ ଏଜୁକେସନ୍। ତ ଶିକ୍ଷାର ବର୍ଡର ମିନିଂ ଯଦି ଆମେ କହିବା, ସିଏ କ'ଣ ବୁଝିବ ଯେ ଶିକ୍ଷା ହେଉଛି ବ୍ୟାପକ ଅର୍ଥରେ ଯଦି କହିବା, ଯେଉଁ ଶିକ୍ଷା କି ଶିକ୍ଷାୟତନ, ଶିକ୍ଷାନୁଷ୍ଠାନ ଚାରି କାନ୍ଥ ଭିତରେ ସୀମିତ ନୁହେଁ, ଯାହାକୁ ଆମେ ଲାଇଫ୍ ଲଙ୍ଗ୍ ପ୍ରୋସେସ୍ ମଧ୍ୟ କହୁଥାଉ, ଜୀବନବ୍ୟାପୀ ପ୍ରକ୍ରିୟା, ଯେଉଁଟାକି ଗୋଟେ ବ୍ୟକ୍ତିର ବା ଗୋଟେ ଶିକ୍ଷାର୍ଥୀର ପର୍ସନାଲ୍ ଗ୍ରୋଥ୍ କରିଥାଏ, ଥ୍ରୋ ଅଲ୍ ରାଉଣ୍ଡ ବା ହଲିଷ୍ଟିକ୍ ଡେଭଲପମେଣ୍ଟ କରିଥାଏ। ଯେମିତି ତାର ସ୍କୁଲିଂ ହେଇଗଲା, ଫୋକସିଂ କଲା ହଲିଷ୍ଟିକ୍ ଡେଭଲପମେଣ୍ଟ ଉପରେ, ଯେମିତି ମୋରାଲ୍, ସୋସିଆଲ୍, ଇମୋସନାଲ୍, ଇଣ୍ଟେଲେକ୍ଚୁଆଲ୍ ଡେଭଲପମେଣ୍ଟ କରିପାରୁଥିବ। ଯେଉଁ ଶିକ୍ଷାଟା ଆମକୁ ସବୁ କ୍ଷେତ୍ରରେ ଆମକୁ ମିଳିପାରିବ, ଯେମିତି ପାଠାଗାର, ମନ୍ଦିର, ମଠ, ମସଜିଦ୍, ଯାନିଯାତ୍ରା, ତୀର୍ଥସ୍ଥାନ, ଏସବୁ ଜାଗାରେ ଗୋଟେ ବ୍ୟକ୍ତି ନିଜର ଅଭିଜ୍ଞତା ଦ୍ୱାରା, ନିଜର ଜ୍ଞାନ ଦ୍ୱାରା ଯେଉଁ ଅନୁଭୂତି କରିଥାଏ, ଯେଉଁ ଅଭିଜ୍ଞତା ଅର୍ଜନ କରିଥାଏ, ତାକୁ ଆମେ କହିବା ଶିକ୍ଷାର ବ୍ୟାପକ ଅର୍ଥ। ତେଣୁ ଇଏ କ'ଣ ହେଇଥାଏ, ଯେଉଁଟାକି ଜୀବନବ୍ୟାପୀ ପ୍ରକ୍ରିୟା, ମାତୃ ଗର୍ଭରୁ ଆରମ୍ଭ ହୋଇକି ମୃତ୍ୟୁରେ ଶେଷ ହେଇଥାଏ। ତେଣୁ ଯେଉଁ ଜିନିଷ ଗୁଡ଼ାର ଯେଉଁ ସୀମା ଭିତରେ ବାନ୍ଧି ହେଇକି ଯେତେବେଳେ ଆମେ ରହିବା, ତାକୁ ଆମେ କହିବା ଶିକ୍ଷାର ସଂକୀର୍ଣ୍ଣ ଅର୍ଥ ବା ନେରୋର ମିନିଂ ଅଫ୍ ଏଜୁକେସନ୍। ଯେତିକି ବେଳେ ଶିକ୍ଷା ସବୁ ଜାଗାରୁ ମିଳିପାରିବ, ଜୀବନ ସାରା କାମରେ ଆସିପାରିବ, ସବୁ ପରିସ୍ଥିତିରେ ଆମକୁ ମିଳିପାରୁଛି, ଯେଟା ସମାଜର ବା ଗୋଟେ ବ୍ୟକ୍ତିକୁ ସମାଜର ତାର ବୁଦ୍ଧି, ବିବେକ, ଏସବୁ ଦ୍ୱାରା, ଶୃଙ୍ଖଳିତ ଅଧ୍ୟୟନ ଦ୍ୱାରା, ନିଜର ଅନୁଭୂତି ଦ୍ୱାରା, ଅଭିଜ୍ଞତା ଦ୍ୱାରା ଯେଉଁ ଶିକ୍ଷା ଅର୍ଜନ କରୁଛି, ତାକୁ ଆମେ କହିବା ଶିକ୍ଷାର ବ୍ୟାପକ ଅର୍ଥ।